ओम श्री जय जगन्नाथ नम। मोर पितृ मातृकल्प मान को मोर नमस्कार। आज वास्तु सुधार कार्यक्रम आम आलोचना करुचे वास्तु दोषरु गृहर क्षति बा कौ स्थान कौ जिनिस रहा दरकार, यदि से स्थान से जिनस न रहे तार कौन क्षति हुए आर आम आलोचना करुचे। अग्नि कोण जदि आम शयन कक्ष भाव व्यवहार कले कौन हम स्वामी स्त्री मध्य कलह लगी रहा, कारण अग्निकोण बा अग्निकोण हूँ रोषे कि प्रযোज्य। जदि आम शयन कक्ष रूप ग्रहण करवा यही क्षति हो। गृह अनावश्यक खर्च गुड़ नाना प्रकार असुविधार सम्मुखीन होगा आमको पड़ी था। ऐशान कोण को निजर शयन कक्ष रूपे व्यवहार कले कर्ता को नाना विपदे पड़िया होता है। सर्वदा रोग भोगिया को पड़ी था। कन्या मानकर विवाह क्षेत्र में विलंब भी होता है। समस्त उन्नति रे बाधा प्राप्त होता है यदि आम ऐशान कोण को शयन को कक्ष रूप में ग्रहण करवा। कहीं आम से देवता मानक पूजा करने ऐशान कक्ष आम उपयोगी अटे। गृह मध्य भागे शयन करवा उचित नुहे। जदि आम शयन रूप में ग्रहण करवा तो विभिन्न प्रकार समस्या आमको आसी पहुँच। गृहर पूर्व पश्चिम उत्तर दक्षिण दिगरे जब ठीक नथिबो ताहले कणुआ खट पकाई सेज करवा उचित नुहे। जदि मनकर गृहर पूर्व पश्चिम उत्तर दक्षिण दिगरे ठीक नथिबो, यदि गुड़ा ठीक नथिबो ताहले आम कौन करवा। मकड़ा माथो आम कणे कि तेड़िया मेड़िया कि खट पकई सेज करवा अनुचित। यदि ऐशान कोण रोषे गृह थिले पारिवारिक अशांति सृष्टि होता है एवं मानसिक अशांति देखा दी थाए। नैऋत्य दिगरे रोषे घर कले परिवार मध्य सर्वदा झगड़ा सृष्टि होता है। ताले बाह्य कोण रोषे गृह करा जाई पारे। एपरी रोषे गृह हेतु घर कौन हुए खर्च बढ़े, गृहर उन्नति हुए नहीं। आ बहुत समय गुणी माने घर स्त्री लोक मानकर लुगारे निया लगी देहरे निया लगी संभावना थाए। पश्चिम दिगरे कूप और नलकूप रखिले गृह को अनेक बाधा विपत्ति पड़ी थाए। धन बुद्धि आध्यात्मिक चिंतार आग्रह पुरुष मानकर उदर रोग एबार देखा जाए, पेट रोग सृष्टि हुए। यही दिगरे जदि आम कूप बा नलकूप रखु था। दक्षिण दिगरे कूप बा नलकूप थिले कर्तांकर अकाल मृत्यु, मनुष्य माने विकलांग दुर्घटना आत्महत्या कुपथगामी होवार भी विशेष संभावना थाए। बाह्य कोण कूप नलकूप थिले गृह लगी शत्रु बढ़े, चोर भय देखा दी थाए।
ନୈಋତ୍ୟ ଦିଗରେ କୂପ ବା ନଳକୂପ ଥିଲେ ଗୃହର କର୍ତ୍ତା କିମ୍ବା ସଦସ୍ୟମାନଙ୍କର ଅକାଳରେ ମୃତ୍ୟୁ ହୋଇଥାଏ। ଗୃହରେ ହିଂସା ଆଉ ହତ୍ୟାର ଭୟ ମଧ୍ୟ ଦେଖାଦେଇଥାଏ। ଆଗ୍ନେୟରେ ବା ଅଗ୍ନିକୋଣରେ ଯଦି ଆମେ ନଳକୂପ ବା କୂପ ଆମେ ଯଦି ରଖିବା ତାହେଲେ ଝଗଡ଼ା ସବୁବେଳେ ଲାଗି ରହିବ। ପୁରୁଷମାନଙ୍କ ଠାରୁ ସ୍ତ୍ରୀ ଲୋକମାନେ ଅଧିକ ସମସ୍ୟା ଭୋଗିବେ। ଆଉ ଗୋଟେ କଥା ଆମେ ମନେ ରଖିବା ଦରକାର, ଆମେ ବହୁତ ସମୟରେ ଯେଉଁ ପୁରାତନ କୂପ ବା କୂପ ଏବେ ହଉ ଆମେ ତାକୁ ପୋତି ଦେଉଛେ ବା ତା ଦେହରେ ଅବର୍ଜନା ଆଜି ଜିନିଷ ପକାଉଛେ ବା ପାଇକିନା ଟାଙ୍କି କରିଦେଉଛେ। ଏହାଦ୍ୱାରା କ'ଣ ହେଉଛି ଆମେ ଜାଣିପାରୁନେ, କିନ୍ତୁ ଆମର କ୍ଷତି ସାଧନ ହେଉଛି। ପାରିବାରିକ ଅଶାନ୍ତି ସୃଷ୍ଟି ହେଉଛି, ବିପଦ ମାଡ଼ି ଆସୁଛି। ବହୁତ ପୁରାତନ କୂଅକୁ ଆମେ ବହୁତ ଅଲଗା ଭାବରେ ଆମେ ବ୍ୟବହାର କରୁଛେ। କିନ୍ତୁ ଜାଣି ରଖିବା ଦରକାର ଯେ ଆମେ ପୁରାତନ କୂଅ ଗୁଡ଼ିକ ଆମର ଯେଉଁ ସମୟରେ ସୃଷ୍ଟି ହେଇଛି ତାର ପବିତ୍ରକରଣ କରାଯାଇଛି। ଅନେକ ଦେବାଦେବୀ କି ବରୁଣ ଦେବତା ଆଜି ମାନଙ୍କୁ ପୂଜା କରାଯାଇଛି, ଆହ୍ୱାନ କରାଯାଇଛି। ଗଙ୍ଗା ମାତାଙ୍କୁ ଆହ୍ୱାନ କରାଯାଇଛି ଭଲ ପାଣି ପଡ଼ିବା ପାଇଁ ବା ଶୁଦ୍ଧ ପାଣି ହେବା ପାଇଁ ବା ଦେବ କର୍ମରେ ଲାଗିବା ପାଇଁ ଏଗୁଡ଼ାକ କରାଯାଇଛି। ବା କୂପ 25ଟା କରାଯାଇଛି। ପାଞ୍ଜିରେ ଆମେ ଦେଖିବା କୂଅ 25ଟା ପାଇଁକି ଗୋଟିଏ ଦିନ ସ୍ଥିର ଥାଏ। ସେଥିରେ ବା ପୋଖରୀ ଗୁଡ଼ିକ 25ଟା କରାଯାଏ। କାହିଁକି ନା ସେଇଟା ମଣିଷର ବ୍ୟବହାର ପାଇଁକି ସେ ପାଣି ଉପଯୋଗ୍ୟ ହୋଇଥାଏ। ତେଣୁ ଆମେ କହିବାର କଥା, ଯଦି ଆମେ ଏମିତି ଜିନିଷ ଗୁଡ଼ିକ ପରିତ୍ୟକ୍ତ କରୁଛେ ତାହେଲେ ତାକୁ ବିସର୍ଜନ, ଆମର ଯେଉଁ ହିନ୍ଦୁ ଧର୍ମ ଉପରେ ଯେଉଁ ରହିଛି ନିୟମ ରହିଛି ସେଇ ଅନୁଯାୟୀ ଆମେ ତାକୁ ବିସର୍ଜନ କରିବା ଏବଂ ତାପରେ ତାକୁ ପୋତିପାତି ଦେବା। ଏଗୁଡ଼ିକ ନ କରି ଯଦି ଆମେ ତାକୁ ଭିନ୍ନ ମାର୍ଗରେ ବ୍ୟବହାର କରୁଛେ ତାହେଲେ ଆମର କ'ଣ ହେଉଛି, ପରିବାର ଉପରେ ବିପଦ ଆସୁଛି। ଆମେ ଯେଉଁ କଥା ଗୁଡ଼ିକ କହିଲେ ନଳକୂଅ ବା ବାସଗୃହ ହଉ, ଏଗୁଡ଼ିକ ଆମର ଯେଉଁ ଭବନ ଶାସ୍ତ୍ର ବା ବାସ୍ତୁଶାସ୍ତ୍ର ନିୟମ ଅନୁଯାୟୀ କରାଯାଇଛି। ତେଣୁ ଆମେ ଏଗୁଡ଼ିକ ମାନିବା ଉଚିତ। ଏହାଦ୍ୱାରା କ'ଣ ହୁଏ ନା ଆମର ମଙ୍ଗଳ କାର୍ଯ୍ୟ ହେବ, ନଚେତ୍ ଆମର କ'ଣ ହେବ, ପାରିବାରିକ ଦ୍ୱନ୍ଦ୍ୱ, ପାରିବାରିକ ଅଶାନ୍ତି, ପାରିବାରିକ ଦୁଃଖ ଓ ରୋଗ ଯେତେ ଅଛି ନେଗେଟିଭ୍ ସବୁଗୁଡ଼ିକ ଡାକି ଆଣିବ। ପରିଶେଷରେ ଆମେ ଦୁଃଖ ହିଁ ଦୁଃଖ ଭୋଗିବା। ତେଣୁ ଆମେ ଆଜି ଏଇ ଏପିସୋଡ଼ରେ ଏଗୁଡ଼ିକ ଆଲୋଚନା କଲେ। ତେଣୁ ଏହାକୁ ଆମେ ଭଲ ରୂପରେ ଚିନ୍ତା କରି ଯଦି ଯେଉଁ ଜାଗାରେ ଯାହା ରହିଛେ ତାକୁ ଆମେ ପରିବର୍ତ୍ତନ କରିବାଟା ଦରକାର ବା ନୂତନ ଗୃହ କରୁଛେ ନିୟମ ଅନୁଯାୟୀ କରିବା ଦରକାର। ଆଜି ଆମେ ଏତିକି କହି ବିଦାୟ ନେଉଛୁ। ଆଗାମୀ ଅଧ୍ୟାୟରେ ଆମେ ନୂଆ କଥା ଉପରେ ଆଲୋଚନା କରିବୁ। ନମସ୍କାର।